ପିଏମ୍ କିଷାନ ଯୋଜନାର ଟଙ୍କା ଆସିବ ଏହି ଦିନ। ଏନେଇ ସରକାରଙ୍କ ତରଫରୁ ଜାରି ହେଲା ଏକ ବଡ଼ ଘୋଷଣା। ପୂର୍ବରୁ ସୂଚନା ଥିଲା କି ଦୀପାବଳି ଉପଲକ୍ଷେ ସରକାର ଦେବାର ଥିଲା ଟଙ୍କା, ହେଲେ ଏବେ ଏହା ମଧ୍ୟ ଟଙ୍କା ଆସିନାହିଁ। ପୁଣି କେବେ ମିଳିବ ପିଏମ୍ କିଷାନ ଯୋଜନା ଅଧୀନରେ 21ତମ କିସ୍ତିର 2000 ଟଙ୍କା, ଯାହା ଆମେ ଭିଡିଓରେ ଜାଣିବା। ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଭିଡିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଆପଣ ଜାଣିଛନ୍ତି ପିଏମ୍ କିଷାନ ଯୋଜନା ଅଧୀନରେ ବାର୍ଷିକ 3ଟି କିସ୍ତିରେ 2,000 କରି 6,000 ଟଙ୍କା ବଣ୍ଟନ କରିଥାନ୍ତି ସରକାର। ଅର୍ଥାତ୍ ପ୍ରତି 4 ମାସ ବ୍ୟବଧାନରେ ସରକାର ଦେଇଥାନ୍ତି ଟଙ୍କା। ଏପର୍ଯ୍ୟନ୍ତ 20ଟି କିସ୍ତିର ଟଙ୍କା ସରକାର ମଧ୍ୟ ଦେଇସାରିଛନ୍ତି ଚାଷୀମାନଙ୍କୁ। ଏବେ ବାକି ରହିଥିଲା ଆସିବା ପାଇଁ 21ତମ କିସ୍ତିର ଆଉ 2,000 ଟଙ୍କା। ତେବେ ପୂର୍ବ ସୂଚୀ ଅନୁସାରେ ଦୀପାବଳି ଉପଲକ୍ଷେ ସରକାର ଭେଟି ଦେବେ ବୋଲି ସୂଚନା ରହିଥିଲା, ହେଲେ ଏବେ ହୋଇଛି ପରିବର୍ତ୍ତନ। ଅର୍ଥାତ୍ ପୁଣି ଆଗାମୀ ନଭେମ୍ବର ମାସରେ ପ୍ରଥମ ସପ୍ତାହ ସୁଦ୍ଧା ଆପଣଙ୍କ ଖାତାରେ ଆସିବାକୁ ଯାଉଛି ପିଏମ୍ କିଷାନ ଯୋଜନା ଅଧୀନର 21ତମ କିସ୍ତିର 2,000 ଟଙ୍କା। ହେଲେ ଏହି କିସ୍ତି ଟଙ୍କା ସେହି ହିତାଧିକାରୀ ପାଇବେ ଯେଉଁମାନେ ମଧ୍ୟ ଇକେୱାଇସି କରାଇ ନେଇଥିବେ। ଅର୍ଥାତ୍ ଯଦି ଆପଣ ବି ପିଏମ୍ କିଷାନ ଯୋଜନାର ହିତାଧିକାରୀ ଲିଷ୍ଟରେ ଆପଣଙ୍କର ନାମ ଅଛି, ତେବେ ଆପଣ ଚାହିଁଲେ ପିଏମ୍ କିଷାନ ଯୋଜନା ଅଧୀନରେ ଇକେୱାଇସି କରାଇ ନେବା ନିହାତି ଜରୁରୀ। ଏଟଲିଷ୍ଟ ଥରଟିଏ ଆପଣ ଚେକ୍ କରାଇ ଦିଅନ୍ତୁ। ତେବେ ଚେକ୍ କରିବା ପାଇଁ ହେଲେ ୱେବସାଇଟ୍ର ଲିଙ୍କ ଆମେ ଡେସ୍କ୍ରିପ୍ସନରେ ଦେଇଛୁ, ଆପଣମାନେ ଯାଇ ମଧ୍ୟ ଚେକ୍ କରିପାରିବେ। ତେବେ ଯେଉଁ ହିତାଧିକାରୀଙ୍କର ଇକେୱାଇସି କମ୍ପ୍ଲିଟ୍ ହେଇଥିବ ସେମାନେ ମଧ୍ୟ ଟଙ୍କା ପାଇପାରିବେ। ତାଛଡ଼ା ଜାଣି ରଖନ୍ତୁ, ଏହି ମଧ୍ୟରେ ସରକାର ଆଉ କିଛି ନୂଆ ଲିଷ୍ଟ ମଧ୍ୟ ଜାରି କରିଛନ୍ତି। ତେବେ ଏହି ଲିଷ୍ଟରେ ଯେଉଁମାନଙ୍କର ନାମ ଅଛି ସେମାନେ ଆଗାମୀ ଆସିବାକୁ ଥିବା ପିଏମ୍ କିଷାନ ଯୋଜନା ଅଧୀନରେ 21ତମ କିସ୍ତିର 2,000 ଟଙ୍କା ମଧ୍ୟ ଆପଣ ବି ପାଇପାରିବେ। ତେବେ ଲିଷ୍ଟ ବି ଦେଖିବା ପାଇଁ ୱେବସାଇଟ୍ର ଲିଙ୍କ ଆମେ ଡେସ୍କ୍ରିପ୍ସନରେ ଦେଇଛୁ, ଆପଣମାନେ ଯାଇ ମଧ୍ୟ ଚେକ୍ କରିପାରିବେ।